ଜୟ ଜଗନ୍ନାଥ ସାଙ୍ଗମାନେ, ଲଭଲି ବ୍ଲୁ ସାଉଣ୍ଡ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ତ ସାଙ୍ଗମାନେ, ଓଉ ଖଟା ଆଜି ବନେଇବା। ଦେଖନ୍ତୁ, ଓଉ ତ କାଟିବା ପାଇଁ ବହୁତ କଷ୍ଟ। ତ ଏଇଠି ଓଉ ଦେଖନ୍ତୁ ନେଇଯାଇଛି। ତ କାଟିଲା ବେଳକୁ ଭିଡ଼ିଓ ବନେଇଲା ବେଳକୁ ବହୁତ ଟାଇମ୍ ହେଇଯିବ। ତ ସେଥିପାଇଁ ମୁଁ ଆକୁ କାଟିଲା ବେଳେ ଭିଡ଼ିଓ ବନେଇନି, ଏଇଠି କାଟି ନେଇଛି। ତ ଓଉ କାଟି ସାରିଲା ପରେ ଆମେ ସାଙ୍ଗେ ସାଙ୍ଗେ ହଳଦୀ ଦେଇଦେବା, ନହେଲେ ଓଉଟା କଳା ପଡ଼ିଯିବ। ତ ଦେଖନ୍ତୁ, ମୁଁ ଏବେ ହଳଦୀ ପାଣିରେ ପକାଇ ଦେଇଛି। ତାପରେ ହଳଦୀ ପାଣିରୁ ପ୍ରେସରରେ ଓଉକୁ ଦେଇଦେଲି। ପ୍ରେସରରେ ସିଝେଇବା। ତ ସାଙ୍ଗମାନେ, ଓଉ ଖଟା କାହାକୁ ଭଲ ଲାଗେ ମୋତେ କମେଣ୍ଟରେ ଜଣାଇବେ। ଏବଂ ପାଣି ଦେଇଦେଲି, ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଦେଲି। ତ ସାଙ୍ଗମାନେ ଦେଖନ୍ତୁ, ହଳଦୀ ଗୋଟେ ଚାମଚ ଦେଇଦେଲି। ତାକୁ ଭଲ ଭାବରେ ଟିକେ ମିଶାଇ ଦେଇକି ତାପରେ ଏବେ ଗ୍ୟାସରେ ବସାଇକି 2ଟି ସିଟି ପାଇଁ ଅପେକ୍ଷା କରିବା। ଦେଖନ୍ତୁ, ତ ସିଟି ଆସିଲା। ତ ଦେଖନ୍ତୁ, ଭଲ ଭାବରେ ଗୋଟେ ସିଝି ଯାଇଛି। କାହିଁକିନା ମୁଁ ବିନା ପିଆଜ ରସୁଣରେ ବନେଇବି। ଯେକୌଣସି ଓଷା କରିଥିବେ ଅରୁଆ ଭାତ ସହିତ ଏମିତି ଓଉ ଖଟା ଟିକେ ମିଳିଗଲେ ଭାତ ପୁରା ଶହେ ଶହେରେ ଉଡ଼ିବ। ତ ଦେଖନ୍ତୁ, ଏଇଠି ଛୁଙ୍କ ଦେବା ପାଇଁ ଭୃଷଙ୍ଗ ପତ୍ର, ଧନିଆ ପତ୍ର ନେଇଯାଇଛି। ଯେହେତୁ ଆମେ ଖଟା ବନେଇବା, ମୁଁ ଏଠି ଆମ୍ବ କଷିଆ ଅଦା ନେଇଯାଇଛି। କାହିଁକିନା ଅଦାଟା ବହୁତ ଟେଷ୍ଟ କରିବ ଖଟାକୁ। ତ ଏଇଠି ଶୁଖିଲା ଲଙ୍କା ବି ନେଇଛି। ତ ଚାଲନ୍ତୁ ଏବେ ଛୁଙ୍କ ଦେଇଦେବା। ଏଇଠି ମୁଁ ରିଫାଇନ୍ ତେଲ ନେଇଛି। ଆପଣମାନେ ଚାହିଁଲେ ସୋରିଷ ତେଲ ବି ନେଇପାରିବେ। ତ ଏଇଠି ଫୁଟଣ ପାଇଁ ମୁଁ ଦେଇଦେଲି। ସାଙ୍ଗମାନେ ଦେଖନ୍ତୁ, ଶୁଖିଲା ଲଙ୍କା ତାପରେ ଦେଇଦେବା। ତାପରେ ଅଦାକୁ ଛେଚିକି ତାକୁ ତେଲରେ ଦେଇଦେବା। ତା ଭୃଷଙ୍ଗ ପତ୍ର ବି ଦେଇଦେବା। ତାକୁ ଭଲ ଭାବରେ ଟିକେ ଭାଜି ନେବା। ଏବେ ମୁଁ ସେଥିରେ ହଳଦୀ ଗୁଣ୍ଡ ଦେଇଦେଲି, ଲଙ୍କା ଗୁଣ୍ଡ ଦେଇଦେଲି, ଆଉ ଜିରା ଗୁଣ୍ଡ ଦେଇଦେଲି। ତ ସାଙ୍ଗମାନେ, ତେଲରେ ମସଲା ଭାଜିଲା ବେଳେ ଗ୍ୟାସ୍କୁ ପୁରା ଲୋରେ ରଖିବେ। କାହିଁକିନା ହାଇରେ ରଖିଲେ ମସଲା ଗୁଣ୍ଡ ପୋଡ଼ିଯିବ। ଏବଂ ଭୃଷଙ୍ଗ ପତ୍ର ଦେଇଦେଲି। ତାପରେ ଓଉକୁ ଭଲ ଭାବରେ ଭାଜି ନେବା। ଦେଖନ୍ତୁ ସାଙ୍ଗମାନେ, ଓଉ ଖଟାଟି ଅରୁଆ ଭାତ ସହିତ ଖାଇବା ପାଇଁ ବହୁତ ବି ଭଲ ଲାଗେ। ଦେଖନ୍ତୁ, ଭଲ ଭାବରେ ଭାଜି ନେଲି। ତ ଓଉ ଯେହେତୁ ଆମର ପ୍ରେସରରେ ସିଝି ଯାଇଛି, ଆମେ ଏଥିରେ ଅଳ୍ପ ପାଣି ଦେବା। ଏଇଠି ମୁଁ ଅଳ୍ପ ପାଣି ଦେଇଦେଲି। ତାପରେ ଘୋଡ଼େଇ ନେବା। 5-10 ମିନିଟ୍ ଘୋଡ଼େଇ ନେବା ଫୁଟିବା ପାଇଁ। ଦେଖନ୍ତୁ ସାଙ୍ଗମାନେ, ଫୁଟିଗଲାଣି। ଏବେ ମିଠା ଲାଗିବା ପାଇଁ ଆମେ ଏଥିରେ ଚିନି ଦେଇଦେବା। ଆପଣମାନେ ଚାହିଁଲେ ଗୁଡ଼ ବି ନେଇପାରିବେ। ତ ମୁଁ ତ ଚିନି ନେଇଛି। ଆଉ ଲୁଣ 1 ଚାମଚ ଦେଇଦେବା। କାହିଁକିନା ଆମେ ସିଝେଇଲା ବେଳେ ଲୁଣ ପକାଇଥିଲୁ, ସେଇଟା କଷା ପାଣିରେ ଯାଇଛି ହେରି। ତ ସ୍ୱାଦ ଅନୁସାରେ ମୁଁ ଲୁଣ ଦେଇଦେଲି। ଦେଖନ୍ତୁ, ବହୁତ ବଢ଼ିଆ ବାସ୍ନା ହେଉଛି। ଓଉ ଖଟା କଲାବେଳେ ସାଙ୍ଗମାନେ ଏମିତି ଟିକେ ଚାମଚରେ ଦବାଇ ଦେବା ଯେ ଯେମିତି ଖଟାର ଯେଉଁ ମିଠା ପାଣିଟା ଓଉ ଭିତରେ ପଡ଼ିଲେ ଖାଇଲା ବେଳକୁ ଭଲ ଲାଗିବ। ତ ଦେଖନ୍ତୁ, ମୁଁ ଏମିତି ଟିକେ ଟିକେ ଦବାଇ ଦେଲି ଓଉକୁ। ଖଟାଟି ଆମର ରେଡ଼ି ହେଇଗଲା। ଦେଖନ୍ତୁ କେତେ ସୁନ୍ଦର ଖଟା ହେଇଛି। ତ ସାଙ୍ଗମାନେ, ଆଜିର ଭିଡ଼ିଓଟି ଯଦି ଭଲ ଲାଗିଲା, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ ଚ୍ୟାନେଲକୁ। ଦେଖନ୍ତୁ, ଓଉ ଖଟା ଏବେ ରେଡ଼ି ହେଇଗଲା। ଏବେ ତାକୁ ଗୋଟେ ପ୍ଲେଟ୍କୁ ମୁଁ କାଢ଼ିକି ସର୍ଭ କରିବି। ଦେଖନ୍ତୁ କେତେ ସୁନ୍ଦର ହେଇଛି। ଖଟା ତ ମୋତେ ବହୁତ ପସନ୍ଦ ସାଙ୍ଗମାନେ। ତ ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ତ ଓଉ ଖଟା ତ ପ୍ରାୟତଃ ଶୀତ ଦିନରେ ଆମକୁ ମିଳିଯାଏ ଓଉ। ତ ଓଉର ଫାଇଦା ଉଠାଇବା ପାଇଁ ଆପଣ ଏମିତି ଖଟା ଥରେ ବନାନ୍ତୁ। ଦେଖନ୍ତୁ କେମିତି ଲାଗୁଛି।
ସାଙ୍ଗମାନେ ଦେଖନ୍ତୁ କେତେ ସୁନ୍ଦର ହେଇଛି ଖଟାଟି। ତ ଭିଡ଼ିଓଟି ମୁଁ ଏଇଠି ରଖୁଛି। ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।